ଆପଣମାନଙ୍କୁ ଶୁଣାଇବାକୁ ଯାଉଛି ଲେଖିକା କମଳା ଶତପଥୀଙ୍କ ଲିଖିତ କାହାଣୀ ପ୍ରତିଶୋଧ। ହଁ, ମୁଁ ଆଜି ପ୍ରତିଶୋଧ ନେଲି। ବର୍ଷ ବର୍ଷର ଅପମାନ, ଅବହେଳା, ଅନାଦରର ପ୍ରତିଶୋଧ। ଦୀର୍ଘ ଦିନରୁ ଛାତି ତଳ କୋହୁଳା ନିଆଁର ପ୍ରତିଶୋଧ। ଏଇଟା ହିଁ ଥିଲା ଏକମାତ୍ର ଉପାୟ ମୋ ପାଇଁ। ମୋ ଅସ୍ତିତ୍ୱତା ଉପରେ ବାରମ୍ବାର ଚୁଟ ପକାଇ ମୋତେ ଲହୁଳୁହାଣ କରୁଥିବା ମଣିଷଟା ଉପରେ ଏହା ଅଟେ ମୋର ସାର୍ବକାଳୀନ ବିଜୟ। ଉଫ୍, କି ଶାନ୍ତି, କି ତୃପ୍ତି! ନିଜକୁ ନେଇ ଗର୍ବ କରିବାକୁ ଆଜି ପୁଣି ଥରେ ଭାରି ଇଚ୍ଛା ହେଉଛି। ଆଶ୍ୱସ୍ତିପଣରେ ଭିଜି ଭିଜି ବହୁତ ଦିନ ପରେ ପୁଣି ଥରେ ନିଜ ଆଡ଼କୁ ଚାହିଁଲି। କେତେ କନ୍ଦର୍ପ ଦେଖାଗଲିନି ସତରେ। ଏ ଘରକୁ ଆସିବା ବେଳର ସେ ସୁନ୍ଦର ଆଉ ମନମୋହକ ରୂପ ଆଉ କାହିଁ। ଭାରି ଘୃଣା ଲାଗୁଥିଲା ନିଜକୁ ନେଇ, ଆଉ ସେଇ ମଣିଷକୁ ବି, ଯିଏ ଏତିକି ଦିନ ଭିତରେ ମୋତେ ଏତେ କଦାକାର କରି ପକାଇଲା। ଦର୍ପଣରେ ନିଜକୁ ଦେଖିବାକୁ ସାହସ ହେଉନଥିଲା ମୋର। ସାରା ଦେହରେ ହାତ ବୁଲାଇଲା ବେଳକୁ ଆଖି ଲୁହରେ ଝାଲୁ ଝାଲୁ ହୋଇଯାଉଛି। କେଉଁଠି ମାଂସ ବଢ଼ିଯାଇଛି ତ ଆଉ କେଉଁଠି ଟୁକୁରା ହୋଇଯାଇଛି। ମାଂସଳିଆ ଦେହଟା ଭାରି ଖଦଖଦିଆ ଲାଗୁଛି। ମନେ ପଡ଼ୁଛି ଏ ଘରକୁ ଆସିବାର ସେ ପହିଲି ଦିନ। କେତେ ଚମକ ଥିଲା ସମସ୍ତଙ୍କ ଆଖିରେ, କେତେ ଥିଲା ଆପଣାପଣା ଆଉ ଗର୍ବ। ସାହି ପଡ଼ିଶାରେ ମୋ ରୂପକୁ ନେଇ ଅନେକ ଈର୍ଷା ମିଶ୍ରିତ ଚର୍ଚ୍ଚା। ଘର ଲୋକଙ୍କ କାନରେ ପଡ଼ିଲା ମାତ୍ରେ ମୁହଁରେ ବ୍ୟାପି ଯାଉଥିଲା ଇନ୍ଦ୍ରଧନୁଷିଆ ହସ। ମୋ ଉପରେ ନଜର ନ ଲାଗିବାକୁ କରାଯାଉଥିଲା ସତର୍କତାର ଅବଲମ୍ବନ। ଜୀବନ ଲାଗୁଥିଲା ଏକ ଅସରନ୍ତି ସୁନେଲି ସ୍ୱପ୍ନ। ମୁଁ ଖୁସି ହେଉଥିଲି, ଗର୍ବ ଅନୁଭବ କରୁଥିଲି। ନିଜ ଭାଗ୍ୟକୁ ନେଇ କେବେ କେବେ ସନ୍ଦେହ ବି କରୁଥିଲି। କେଉଁ ଏକ ଅଖ୍ୟାତ ଅନ୍ଧାରୀ ମୁଲକରୁ ଆସି ହଠାତ୍ ଏତେ ମାନ ସମ୍ମାନ ପାଇବାର ଭାଗ୍ୟ ଭଗବାନ କ'ଣ ସମସ୍ତଙ୍କ ପାଖରେ ଲେଖି ଯାଇଛନ୍ତି କି? ଯାହା ଦେହରେ ଟିକିଏ ଧୂଳି ପଡ଼ିଗଲେ 5ଟା ହାତ ତକ୍ଷଣ ବଢ଼ି ଆସେ ଝାଡ଼ି ଝୁଡ଼ି ତାକୁ ସଫା କରିଦେବାକୁ। ୟାକୁ ଭାଗ୍ୟ ନ କହି ଆଉ କ'ଣ କହିହେବ ଯେ? ସେଇ ଦିନ ମାନଙ୍କରେ ଘରେ ଲୋକେ ମୋତେ ଖୁବ୍ ଶ୍ରଦ୍ଧା କରୁଥିଲେ, ଅତି ବେଶୀ ପସନ୍ଦ କରୁଥିଲେ ମଧ୍ୟ। ମୁଁ ଅଧିକରୁ ଅଧିକ ସୁନ୍ଦର ଦେଖିବାକୁ, ଆକର୍ଷଣ ଲାଗିବାକୁ ଖାଲି ମୋତେ ନୁହଁ, ନିତିଦିନ ମୋ ଆଖପାଖକୁ ବି ନୂଆ ନୂଆ ପ୍ରକାରେ ସମସ୍ତେ ସଜଉଥିଲେ। କେବେ ବିଦେଶୀ ଅତର ଆଣି ଛିଞ୍ଚି ଦେଉଥିଲେ ତ ଆଉ କେବେ ନୂଆ ଲୁଗା ଆଣି ପିନ୍ଧେଇ ଦେଉଥିଲେ। ହଁ, ଟିକିଏ ଅଣନିଶ୍ୱାସ ତ ଲାଗୁଥିଲା ନିଶ୍ଚୟ। ତଥାପି ଏସବୁ ସେମାନଙ୍କର ଅତ୍ୟାଧିକ ଭଲ ପାଇବା ଭାବି ନିଜକୁ ବୁଝେଇ ଦେଉଥିଲି। ସେମାନଙ୍କର ସେଇ ଭଲ ପାଇବା, ସେଇ ଶ୍ରଦ୍ଧା ନିକଟରେ ଆଜୀବନ ଋଣୀ ରହିବି ମୁଁ। କିନ୍ତୁ ଏ ସମୟ ଗଡ଼ିଯିବାକୁ ବେଶୀ ଦିନ ତ ଲାଗିଲାନି। ସମସ୍ତଙ୍କ ହୃଦୟ ବେଦୀରୁ ଖସିବାକୁ କିଛି ପ୍ରୟାସ କରିବାକୁ ତ ପଡ଼ିଲା ନାହିଁ। ସମୟ କ'ଣ ଏମିତି ବି ଖେଳ ଖେଳିପାରେ ସତରେ? ହଁ, ଏବେ ଆଉ ମୋତେ ଶ୍ରଦ୍ଧାରେ କେହି ଆଉଁସୁ ନଥିଲେ। କେହି ମୋ ରୂପ ପ୍ରତି ଯତ୍ନବାନ ଲାଗୁନଥିଲେ। ବରଂ ନିଜ ନିଜ ଭାରକୁ ଆଣି ଲଦି ଦେଉଥିଲେ ଯେତେବେଳେ ପାଇଲେ ସେତେବେଳେ। ସେମାନଙ୍କ ଭାରରେ ମୁଁ ଏମିତି ଦବି ଦବି ଯାଉଥିଲି ଯେ ଅଣ୍ଟା ସଳଖି ଠିଆ ହେବାକୁ ତାକତ ବି ଫୁର୍ସତ କି କିଛି ପାଉନଥିଲି। କେବେ କେମିତି ଟିକିଏ ସଳଖି ନିଶ୍ୱାସ ମାରିବା ବେଳକୁ ପୁଣି ବୁଝଟିଏ ଆସି ଲଦି ହେଉଯାଉଥିଲା। ମୁଁ ଚିତ୍କାର କରି ଉଠୁଥିଲି, ମୁହଁ ଲୁଚାଇ କାନ୍ଦୁଥିଲି, ନୀରବ ପ୍ରତିବାଦ ବି କରୁଥିଲି। କିନ୍ତୁ ମୋତେ ଦିନେ ସ୍ନେହ ଶ୍ରଦ୍ଧାରେ ବୁଡ଼େଇ ପକାଉଥିବା ଲୋକମାନଙ୍କୁ ସେସବୁ ଆଦୌ ଶୁଭୁନଥିଲା।
एबे मो देहरे जमी सारिथिला अणहेलार धूली, अजत्नर मेद और अश्रद्धार परस्त परस्त दाग। मोर समस्त रूप लावण्य अदृश्य होई सारिथिला। निजकु देखी मु अहरह लुह ढालुथिली खाली। एमिति दो स्थिति भितरे ही आसीगला एक लॉकडाउन रो कलाफर्द। पूरा घर बुझ राति दिन एबे मोरी उपरे। मोर अभिन्न मितकु राति दिन चिल्लाउथिबार मु शुणिथिली। सेही तो शुणैथिला एई लॉकडाउन रो कथा। सेई दिन परठू ता सहित रागरे कटी देइथिली मु। एमिति भी सेई दिनरु ताकू आउ भलरे देखिबाकू सुजोग मिलुनी। दिनर आलोकरे देखिबाकू पाइनी तार से नीरव चेहराटा, नुआ लुगारे सजा हेइथिबा तार सुंदर मुखमंडल। एबे खाली दिन राति गला फटेई फटेई चित्कार करी शुणेई चलीछि से जेते सबु भयानक कथा। न देखि पारिले भी मु बुझी पारुछि ता कष्टकू, ता दुखकू। हेले निज कष्ट निजकू बळाउथिबा बेले अन्य कथा किए भाबिबाकू बाजिब। एमिति भी सबु नाटकर से ही गोवर्धन, से ही तो बढ़ई चलीछि ए लॉकडाउन रो पीरियड को। किए जाने आउ केते दिन चलिबो ए असहायर दिन सबु। केबे आसीबो प्रधानमंत्री को सही बहु प्रतीक्षित अच्छे दिन रो समय। किंतु कुहंती ना, भगवान के घर देर है पर अंधेर नहीं। मो अच्छे दिन आसीला एकदम अकस्मात, एकदम अप्रत्याशित रूपरे, मोर बंधु मानक सहभागितारे। एते दिनर सबु अपमान, सबु तिरस्कार आजी मु आउ मो साथी माने नहीं गलु प्रतिशोध। बस बहुत होईगला बर्दाश्त करिबा, बहुत होईगला ए कष्ट जंत्रणा सही खुशी हेबार अभिनय करिबाटा। काहींकी करी बुझे सुफाटीए बोली कौन मोर किछि मान सम्मान नहीं ना स्वाभिमान बोली किछि नहीं। ये मनीष जदि सेतिकी कथा प्रथमरु बुझी पारि थांता तेबे आमको एमिति एक पदक्षेप नेबार आवश्यकता काहींकी पड़ी थांता जे। एई छोट छोट कथा ही तो होई थांती सबुठारु बड़ दुखर कारण। ए लॉकडाउन पीरियड रे मो उपरे अहनिर्ष सेवार रहुथिबा लोक मानंकु चेंकाए देबाकू मोर साथी माने बोधे मते न जणाई किछि गुटिए योजना करि नैथिले। सेथि पई सकाळु सकाळु मो आडकू बढ़ी आसुथिबा सेई मुटा लोकटाकू देखि तार से दम करी बसी जीवा कथा चिंता करी भयरे आखि बुझी देला बेलकू गोटिए कान फटा चित्कार रे मोर आखि खुली गला। आश्चर्य चकित होई मु चाहि रहिली सेई आडकू जोठी लोकटा डेई डेई घर कंपौथिला बौलो बापलो कही। घटना कौन बुझिला पूर्वरु ही घरर सबु सदस्य आसी मो पाखरे जमा होई मते दबेई दाबेई देखिबाकू लागिले। पुणी निज निज भितरे कुहाकुई हेले, एइटा पूरा भांगी गलानी मो फोपाड़ो यागू केते कंटाए बाहरी आसीची देखिच तो। या उपरे आउ केही बसनी, पुणी काहा देहरे फुड़ी जाई पारे। ए लॉकडाउन सरिला परे आगो एइटा बदलिबा तापरे आउ जहा करिबा। ओह कि शांति कि निश्चिंत। मते रक्षा करिथिबा मो अति आपणार साथीटीकू विभुल दृष्टि रे चाहिली। प्रशंसारे गदगद होई उठिली। सीए भी मो आड़कू चाहि मधुर हसरे वर्षा करी चलीथिला। परस्पर को आमे कहिलु ए लॉकडाउन सरू सरू कि न सरू आमर आ किछि चिंता नाई। निश्चित निदरे आमे एबे किछि दिन आराम करिवा चलो। कहू कहू ही आखि बुझी देली। केते जुगरु अनिंद्रा रे बुझिला होई पड़ी थिबा आखिरु संगे संगे निंद आसी गला मोर।
କାହାର ଶୁଁ ଶୁଁ କାନ୍ଦରେ ବୁଝି ହୋଇ ଆସୁଥିବା ଆଖି ଖୋଲିଗଲା। ଆଶ୍ଚର୍ଯ୍ୟରେ ଚାହିଁଲି ସେଇ ଆଡ଼କୁ, ଯେଉଁଠି ଦୀର୍ଘ ଦିନର ସାଥୀ ଟିଭି ଧକେଇ ଧକେଇ କହୁଥିଲା, ତୁମେ ସବୁ ଶୋଇ ପଡ଼ିଛ, ହେଲେ ମୋ କଥା କଣ? ଆମେ ତାକୁ ସାନ୍ତ୍ୱନା ଦେଲୁ, ତେରା अच्छे दिन भी जरूर आएगा। ଯେଉଁ ରେଟ୍ରେ ଦିନ ରାତି ପରିଶ୍ରମ କରୁଛୁ ତୁ, ତତେ ଆମ ପରି ସବୁ ଦିନ ପାଇଁ ଛୁଟି ମିଳିଯିବାକୁ ଆଉ କେତେ ଦିନ ଲାଗିବ? ବସ୍ ଏତିକି ଥିଲା ଆଜିର କାହାଣୀ। ଯାଉ ଯାଉ ସେଇ ସାଥୀମାନଙ୍କର ନାଁ ତ କହିଦିଏ, ଯେଉଁମାନଙ୍କ ଯୋଗୁଁ ଏ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚି ପାରୁଛି। କାର୍ଯ୍ୟକ୍ରମର ସାଉଣ୍ଡ ଡିଜାଇନିଂ କରିଛନ୍ତି ଅଡିଓ ଇଞ୍ଜିନିୟର ମେହୁଲ ଗୋସ୍ୱାମୀ। କାହାଣୀଟିକୁ ଲେଖିଥିଲେ ଲେଖିକା କମଳା ଶତପଥୀ। କଥା ଓ କଥାରେ ନିଜ କଥା କହୁଥାଏ, ମୋ ଭିତରେ ମୋ ଛୋଟ ଗାଁଟିଏ ଥାଏ। ଶ୍ରୋତାବନ୍ଧୁ, ମୋ ନାଁ ରତିକାନ୍ତ କାମିଳା। କାହାଣୀ ଶୁଣାଏ 90.8 FM ରେଡିଓ ସ୍ମାଇଲରେ ଶୁଣୁଛନ୍ତି ବୟସର କୃଷ୍ଣଚୂଡ଼ା ୱିଥ୍ ରତିକାନ୍ତ କାମିଳା। କାହାଣୀ ଯିଏ ଭେଟିବେ ନିଜ ନିଜକୁ।